ଜୟ ଜଗନ୍ନାଥ। ୱେଲକମ୍ କରୁଛି ଆଉ ଗୋଟେ ଛୋଟ ମିନି ବ୍ଲଗ୍କୁ। ଆଶା କରୁଛି ଆପଣମାନେ ଭଲରେ ଥିବେ। ସକାଳୁ ଦେଖିଲା ବେଳକୁ ପରିବା ମଉସା ପଳେଇ ଆସିଥିଲେ ଦାଣ୍ଡକୁ, ଆଉ ସବୁ ପ୍ରକାର ପରିବା ବି ଆଣିଥିଲେ। ମୁଁ କିଛି କୋବି ପତ୍ର ଆଣିକି ଆଗେ ବାଛୁରିକି ଦେଇ ଦେଇଥିଲି ଖାଇବା ପାଇଁ। ଦେଖନ୍ତୁ ସେ କେତେ ଖୁସି ହେଇକି ଖାଉଛି। ତ ସେ ଯେତେ ଖାଇସାରିଲା ପରେ ତାକୁ ଟିକେ ଗେଲ କରିଦେଲି। ତାପରେ ମୁଁ ପଳେଇ ଆସିନି, ତାକୁ ଦେଖାଉଛି କି ପରିବା ରଖିଲି। ପରିବାରେ ରଖିଲି ବନ୍ଧାକୋବି, ଫୁଲକୋବି, ମୂଳା, କାକୁଡ଼ି, ତାପରେ ରଖିଦେଇଥିଲି ଟମାଟୋ କିଲୋ ତ 80 ଟଙ୍କା ଆମ ଆଡ଼େ, ତମ ଆଡ଼େ କେତେ ଟଙ୍କା କହିବ। ତାପରେ ପଳେଇ ଆସିଥିଲି ଛାତକୁ ବଢ଼ି ଶୁଖେଇବା ପାଇଁ, ଯେହେତୁ ଆମେ ବଢ଼ି ପାରିଥିଲି, ବଢ଼ି ସଜାଇଥିଲା। ଟିକେ କହିବେ ତ ବଢ଼ିଗୁଡ଼ା କେମିତି ଦେଖାଯାଉଛି, ଆଉ ବଢ଼ି କାହାର ପସନ୍ଦ ଟିକେ କମେଣ୍ଟରେ କହିଦେବେ। ତାପରେ ପଳେଇ ଆସିଥିଲି ବଢ଼ି ଶୁଖେଇ ସାରିଲା ପରେ ଗୁଣ୍ଡା ପାରିବା ପାଇଁ। ଦେଖନ୍ତୁ ମୁଁ ଗୁଣ୍ଡା ପକାଉଛି, ସେ ଗୋଲ ଗୋଲ ଆଉ ସାଇଜ୍ କିନା ପକାଉଛି। ଆପଣ କେମିତି ପକାନ୍ତି ମୋତେ ଟିକେ କହିବେ ତ। ଗୁଣ୍ଡା ସବୁ ପକାଇଦେଲି, ଦେଖାଉଛି କେତେ ସୁନ୍ଦର ଦେଖାଯାଉଛି ସବୁ। କାହିଁକିନା ସବୁ ଶୁଖିକି ରଖା ହେଲେ ଚତୁର୍ମାସ୍ୟାରେ ଜଳାଯିବ। ତାପରେ ଶୁଖେଇ ଦେଇକି ଗୁଣ୍ଡା ପଳେଇ ଆସିଥିଲି ଲୁଗା ଶୁଖେଇବା ପାଇଁ। ପୁଅର ସାର୍ଟ ପ୍ୟାଣ୍ଟ ଲୁଗା ସବୁ ଶୁଖେଇ ଦେଲି। ଯଦି ମୋ ଭିଡ଼ିଓ ଭଲ ଲାଗିବ ଲାଇକ୍, ସେୟାର, କମେଣ୍ଟ ନିଶ୍ଚୟ କରିଦେବେ। ରହିଲି, ବାଏ।